କଣ ୟା ଓଡ଼ିଆରେ କଣ କୁହନ୍ତି କୁହନ୍ତୁ? ଇତାଲିଆ ନାଁ କଣ? ମୁଁ ତ ଆଜି ପର୍ଯ୍ୟନ୍ତ ଜାଣିନି। ଗୋଟେ ଆମ ଆଡ଼େ କହୁଛନ୍ତି ହଁ କନ୍ଦା କହୁଛନ୍ତି କନ୍ଦା। କନ୍ଧମାଳରେ କନ୍ଦା ମିଳେ। ଆଉ ଆକ୍ଚୁଆଲି ନାଁ କଣ ଟିକେ କମେଣ୍ଟ କରି ଜଣେଇବେ ଠିକ୍ ଅଛି। ମୁଁ ଆକ୍ଚୁଆଲି ନାଁ କଣ ଜାଣିନି। ବଟ୍ ଆମ ଆଡ଼େ ଖାଆନ୍ତି ଆଉ ସିଝେଇକି ଖାଆନ୍ତି ଆଉ ବେଶୀ କିଛି ନାହିଁ। ଜଷ୍ଟ ଟିକେ ଲୁଣ ପକେଇଦେ ସିଝେଇକି ଖାଏ ବଢ଼ିଆ ଲାଗେ। ଏ ମୁଁ ଜାଣିଛି ୟା ଭିତରେ ଗୋଟେ କଣ ଶ୍ଵେତ ସାର ବୋଲି ଥାଏ ବୋଧେ। ଆଉ ବାକି ୟା ନାଁ ଜାଣି ହେଇ ହେଲା ମୁଁ ଆଜି କିଛି ଏମିତି କିଛି ମୁଁ ଆଇଥିଲୁ କାଳିଆକୁ ଦେଖନ୍ତୁ ଆଉ କେମିତି ଲାଗେ ଖାଇଲେ ଆଉ ଏ ଫୁଲ ଭିଡ଼ିଓଟା ଯାଇକି ଦେଖି ନିଅନ୍ତୁ ଠିକ୍ ଅଛି। ହ୍ୟାଲୋ ହାଏ ସାଙ୍ଗମାନେ ସମସ୍ତଙ୍କୁ ଶୁଭ ସକାଳ। ଆଜି ଏକ ନୂଆ ବ୍ଲଗରେ ଯୋଡ଼ିଏ ମୁଁ ଆଜି ଗୋଟେ ସକାଳ ହେଲା ପରେ ମୁଁ ଉଠିଲା ପରେ ଦେଖୁଛି ବାହାରେ କିଛି ଏମିତି ଦୃଶ୍ୟ ପାଇ ଆଜି ଟିକେ ଲେଟ୍ ହେଇଯାଇଛି ବ୍ଲଗ ବନେଇବାରେ। ଆଉ ମୁଁ ଏବେ କିଛି ଛତୁଆ ବନେଇଲା ପରେ ଆଉ ସୋନାଲି ବନଉଥିଲା ଅଧା ହେଲା ଆଉ ମୁଁ ବନେଇଗଲେ ଆଉ ଏପଟେ ଚାଲିଛି ଅଲରେଡ଼ି ଭାଜି ଦେଇକି ରଖିଛନ୍ତି। ଅଲରେଡ଼ି ଭଜା ଜିନିଷଟା କିନ୍ତୁ ଆହୁରି ଭଜା ହଉଛି ହେଲେ ଆଉ ଏଇଟା ହେଲା ପାଣି ବସୁଛି ମୁଁ ଟିକେ ବ୍ରସ୍ କରି ଆସେ ତାପରେ ଛତୁଆ ବନେଇ ଦେଇ ଖାଇବାକୁ ପଡ଼ିବ ଠିକ୍ ଅଛି। ଚାଲ ବ୍ରସ୍ କରନା ଆମ ଛେଳି ଡରି ଯାଉଛି। ଆୟା ଛେଳିଟା କାଇଁ କଣ ଏମିତି ଛେଳି ଥରେ ଛାଡିଦେଲ କୁଆ ପଳେଇବ ଜାଣିପାରିବନି। ଓହୋ ହଁ ବ୍ରସ୍ କରିବା ଡିଷ୍ଟର୍ବ କରୁଛି। ଅଲରେଡି ଆସିଗଲା ମୁଁ ଆସୁ ପାଖର ଭାଇ ୟା ଖେଳ ଦେଖ ଏ କଣ ଧରୁଛି ଦେଖ ଏ ଭାଇ ମୁଁ ଗଳି ପଇଲିରେ ଏଇଟା ପାଇଁ ହେଲେ କାନ୍ଦୁଛି। ଛାଡ ଏଇଟା ଦେଖ ଏ ଭାଇ କଟରା ଧରିକି ଏମିତି ହଉଛୁ। କଟରା ଧରି ଏମିତି ହଉଛୁ। କଟରା କଣ ଖେଳନ୍ତି ଖେଳିକି କୋଉ ଖେଳିବେ କିଏ ଜାଗ ଛି ରେ ହଁ ସେମିତି ପତ୍ର ଖେଳିବେ ହେଲା। ପକଉଥିଲ କେବେ ଘାଣ୍ଟିନି ଆଉ କେବେ ଛେଳି ବିରୋଧୀରେ ଦେଖୁଛ ନା ଆମର ଛେଳି ଆଉ ଦିଟା ଯେତେବେଳେ ସେତେବେଳେ ଏଇ ଜାଗାରେ ଥିବ ଶୀତ ଲାଗୁଛି ଗୋଟେ ଅଭ୍ୟାସ ହେଇଗଲାଣି ଆମକୁ ଭଲ ଲାଗୁଛି ନାଇଁ କି। ଯେତେବେଳେ ତାଙ୍କ ଶୀତ ଲାଗୁଛି ତ ଶୀତ ଦିନ ହେଲା ଆଉ ପ୍ରବଳ ଶୀତ ହଉଛି ବାହାରେ ଆଉ ଛେଳି ଜାକ ତ ରହି ପାରୁନାହାନ୍ତି ବାହାରେ ଆସୁଛନ୍ତି ଏଠି ରହିଯାଉଛନ୍ତି ଆଉ। ଟିକେ ରହିଯାଉ ଏମିତି ହେଇଗଲା।
ଏମିତି କିଛି ହେଇଯାଇଛି ଭାଇ ମୋ ସୁଜିର ଅବସ୍ଥା ଦେଖ। ଲେଟ୍ରେ ଖାଇଦେଲି ନା, ଚାମଚ ଫାମଚ ପୁରା ଦାବି ହେଇଯାଇଛି ଆଉ ଖାଇଦେବା କେମିତି ଲାଗୁଛି। ମସ୍ତ ଲାଗୁଛି ଆଉ ସବୁ ଖାଇଦିଅ। ମୁଁ ଯାଉଛି ଏବେ ଗୋଟେ ଏମିତି କାମ କରିବାକୁ ଯୋଉଟାକି ଆଳୁ ପରିକା ମାଟିରେ ଥାଏ, ତ ଆମ ଆଡ଼େ କୁହନ୍ତି କନ୍ଦା, ଆଉ ଓଡ଼ିଆରେ ତ କଣ କୁହନ୍ତି ମୁଁ କନଫର୍ମ ଜାଣିନି, ହେଲେ ଆଉ ତାକୁ କମେଣ୍ଟ କର କଣ କହିବ ଓଡ଼ିଆରେ, ଠିକ୍ ଅଛି। ହଁ କମେଣ୍ଟ କଲେ ମୁଁ ଜାଣିବି ଗୋଟେ। ଆଉ ଗୋଟେ ହେଲା ଆମ ଅଡ଼ିଏନ୍ସ ମାନଙ୍କୁ ଯୋଉଟା ଆମ ଫ୍ୟାମିଲି ହଉ ଯିଏ ହଉ ଆମର ଏଇଠି କଣ କୁହନ୍ତି ଜାଣନ୍ତି ନାହିଁ, ତ ମୁଁ ଯାହା ଜାଣିଛି ତାହା କହିବି ଆଉ ଜଣେଇବି ଦେବି। ହଁ ୟାକୁ କଣ କୁହନ୍ତି, ଏଇଟା କଣ ହେଲେ ମୁଁ କହିବି କି ହଁ ଏଇଟା ହେଉଛି, ତାଙ୍କ ନାଁ ତ ମୁଁ ଜାଣିନି ଠିକ୍ ସେ, କଣ ଚାଲନ୍ତୁ ତ ଖୋଳିଆ ଅଛି। ଏ ଗୋଟି କୁଆଡ଼େ ନେଲ? ମୁଁ ଆଗେ ଖୋଳେ, ତାରପରେ ଯାଇକି ବସ୍ତା ନେଇଛି ଆଉ ନେଇକି ପଳାଇବି ଆଉ। ଏଇଠି ଆଳୁ କିଛି ଚାଷ କରୁଛୁ, ପୁରା ଆଳୁ ପୁରା ବଢ଼ିଆ ହେଇଛି, ଗଛ ପୁରା ସିନା ବଢ଼ିଆ ହେଇଛି ହେଲେ ଭିତରେ କଣ ହେଇ ଜାଣିନି। ଆଉ ଗାଜର କେବେ ଚାଷ କରିନି, ହେଲେ ଗାଜର ଏଇଠି ଚାଷ କରୁଛୁ, ସାର ଦିଆହେଇଛି। ଦେଖିବା ଏଥର ଗାଜର, ଏ ଗାଜର କେମିତି ଯଦି ଭଲ ହବ ଗାଜର, ତ ନେକ୍ସଟ ଟାଇମକୁ ଗାଜର ଚାଷ କରିବି ବୋଲି ଭାବୁଛି। ହେଲେ ଆଉ ଏଇଠି ସେଇ ଜାଗାଟା ଗୋଟେ ଖୋଳେ, ତାର ଆପଣଙ୍କୁ ଦେଖେଇଦେବି ସେ ଜିନିଷଟା କଣ ଆକ୍ଚୁଆଲିରେ। ଏଇ ଜିନିଷଟା ହେଲା କଣ, ୟା ଓଡ଼ିଆରେ କଣ କୁହନ୍ତି କୁହନ୍ତୁ? ଏକ୍ଚୁଆଲି ୟା ନାଁ କଣ ମୁଁ ତ ଆଜି ପର୍ଯ୍ୟନ୍ତ ଜାଣିନି। ଗୋଟେ ଆମ ଆଡ଼େ କହୁଛନ୍ତି, ହଁ କନ୍ଦା କହୁଛନ୍ତି, କନ୍ଧମାଳରେ କନ୍ଦା ମିଳେ। ଆଉ ଆକ୍ଚୁଆଲି ୟା ନାଁ କଣ ଟିକେ କମେଣ୍ଟ କରି ଜଣେଇବେ, ଠିକ୍ ଅଛି। ମୁଁ ଆକ୍ଚୁଆଲି ନାଁ କଣ ଜାଣିନି, ବଟ୍ ଆମ ଆଡ଼େ ଖାଆନ୍ତି ଆକୁ ସିଝେଇକି ଖାଆନ୍ତି, ଆଉ ବେଶୀ କିଛି ନାହିଁ, ଜଷ୍ଟ ଟିକେ ଲୁଣ ପକେଇଦେବେ, ସିଝେଇକି ଖାଏ, ବଢ଼ିଆ ଲାଗେ। ମୁଁ ଜାଣିଛି ୟା ଭିତରେ ଗୋଟେ କଣ ଶ୍ଵେତ ସାର ବୋଲି ଥାଏ ବୋଧେ, ଆଉ ବାକି ୟା ନାଁ ଜାଣିନି, କମେଣ୍ଟ କରି ଜଣେଇବେ ପ୍ଲିଜ୍। ଠିକ୍ ଅଛି ଚାଲନ୍ତୁ ଖୋଳିଆ, ଟିକେ ଅଧିକ ଖୋଳି ଯାଇ କିଛି ବିକିଦେବି ଭାବୁଛି। ଗୋଟେ ପଟେ ମୂଷା ଖାଉଛି, ତ ଗୋଟେ ପଟେ ଭଲ ହେଇନି। ଯଦି ଗତ ବର୍ଷ ତ ଲଗା ହେଇନଥିଲା ନା, ଗତ ବର୍ଷ ତ ଲଗା ହେଇନଥିଲା ନା, ଏଥର ଲଗା ହେଇଛି, ଯାହା ଯେତିକି ଟିକେ ହେଲେ ହଉ। ଖାଲି ଯଦି ଜାଗା ରହିଥାନ୍ତେ 20 ଟଙ୍କା କିଲୋ ଭାବେ, ବେଶୀ ଲଗେଇଦେଲେ ତ ମକା ପରିକା ବିକିଦେବୁ କିଣିକି। ମକା ଯେତିକି ରେଟ୍ ଅଛି ତା ସେତିକି ତ ପାଇଥାନ୍ତି। ତାର 18 ଅଛି। 20ରେ କିଣିକି 25-30ରେ ବିକୁଥିବ, 25ରେ ନାଇଁ କି? ୟାର କିଛି ଚିନ୍ତା ନାହିଁ, ଖାଲି ପୋତି ଦେଲୁ ସରିଲା କାମ। ନା, ସାର ଦେବୁ ନା କିଆଁ ଦେବୁ ନାଇଁ କି? ତାକୁ ସିନା ସାର ଦେବୁ। ଚାଷ କରି ବଞ୍ଚିଲେ ବି ଆରାମସେ, ବେଶୀ କଷ୍ଟ ନାହିଁ। ମା ଯାଉଛି, ମା ଯାଉଛି।
ଆଉ ଏ ଜିନିଷକୁ କ'ଣ କୁହନ୍ତି ଆପଣ କହିବେ କମେଣ୍ଟ କରି ଜଣେଇବେ। ଏଇନୁ କ'ଣ କହିବେ ଓଡ଼ିଆରେ, ମୁଁ ଜାଣିନି ଓଡ଼ିଆରେ କ'ଣ କହିବ। ତାପରେ ଆମ କୁଇ ଭାଷାରେ କୁହନ୍ତି ଆକୁ ଗଡ଼ି। ଗଡ଼ି ଆପଣ କମେଣ୍ଟ କରନ୍ତୁ, ମୁଁ ଏ ଜିନିଷଟା ଓଡ଼ିଆରେ କ'ଣ ଜାଣିବି। ଠିକ୍ ଅଛି, ଚାଲନ୍ତୁ ଏଥର ଖୋଲିବା ନା କ'ଣ ପୁଅ ଏସବୁ ମୂଷା ଖାଇଦେଇଛି ରେ, ସବୁ ମୂଷା ଖାଇଦେଇଛି। ଆଉ ଗୋଟିଏ ନାହିଁ ଜାଣିଥିଲି, ସବୁ ମୂଷା ଖାଇଦେଲା ରେ। ଭିତରେ ତ ମୂଷା କଷ୍ଟ ଆଉ। କାଢ଼ କାଢ଼ ସେଟା କାଢ଼ କାଢ଼ ପଡ଼ି ପୁରା କାଢ଼ କାଢ଼ ଏଇଟା ଏଇଟା ଗୋଟା ଏଇଠି ଏଇଟା ଗୋଟା ହବ ସେଇଥିପାଇଁ ତ କହୁଛି ଛାଡ଼ିକି ଆଗରେ କେତେ ଜଣ ଖୋଳି ପାଏ। ଷ୍ଟପ୍ କର। ଏମିତି କିଛି ଥିଲା। ଏଇ ଗଛ ମହୁଲ ଗଛ ଉପରେ କ'ଣ ଅଛି ଆଜି ମୁଁ ଉପରକୁ ଗଲା ପରେ ଆପଣଙ୍କୁ ଦେଖେଇଲି ଅଛି ହେଲେ ସେପଟେ ବାପା ଆସିଗଲାଣି। ମୁଁ ଏବେ ବର୍ତ୍ତମାନ ଏ ଗଛ ଉପରେ ଚଢ଼ି ହେଲା ଚାଲନ୍ତୁ ଦେଖନ୍ତୁ କିନ୍ତୁ ଗଛ ଉପରେ ଚଢ଼ି ଗୋଟେ କୋରାଟେ ଧରି ଆଉ ଚଢ଼ିଲା ପରେ ଭାଇ ସେଟା ଆଉ କାଟିବାକୁ ପଡ଼ିବ। ଯା ତାର ଚଢ଼ି କଲା ପରେ ଜଣା ପଡ଼ିବ କୋଉଠି ଅଛି କେମିତି ଏମିତି କୋଉ ଉପରେ କାଟିବାକୁ ପଡ଼ିବ। ହେଲେ ଏଇଠି ଅଛି, ଓହୋ ଭିତରେ ଅଛି ଆଉ ବଢ଼ିଆ ଜାଗାରେ ଅଛି ଯେ କିନ୍ତୁ ଆମ କାଢ଼ିବାକୁ ଅସୁବିଧା। କ'ଣ କରିବା, ହେଲେ ବି ଚେଷ୍ଟା କରିବା। ଯିଏ ଉପରକୁ ଟିକେ ଯାଏ ତାର ଦେଖେ କ'ଣ ହେଉଛି ଜାଗାଟା କୋଉ ପଟେ ସୁବିଧା ହବ, କୋଉଠି ଠିଆ ହେଇକି କେମିତି ହାଣିବି। ଭାଇ ମହୁ କାଢ଼ିବାକୁ ବି ଏମିତି କଷ୍ଟ କହିଦେଲେ ଅଲରେଡ଼ି ଆପଣଙ୍କୁ ମହୁ ହେଲା। ଆଉ ଆପଣ କି କ'ଣ ସେ ସରି ଇଣ୍ଟରନେଟ୍ରେ ଦେଖିକି ବୁଝିପାରିଥିବେ ଯେ କ'ଣ କରିବାକୁ ଯାଉଛି। ମୁଁ ଆଜି ମହୁଟେ କାଢ଼ିବାକୁ ଯାଇଥିଲୁ ଦେଖି ଏମିତି କିଛି ଅଛି ଜାଗାରେ ମୁଁ ତାକୁ ହାଣେ ଆଗ ହାଣିଦେଲି କିଛି ହାଣି ଦଉଛି ଚାଲନ୍ତୁ ହାଣେ। ଏମିତି ହାଣିଲା ପରେ କିଛି ସମୟ ପରେ ହାଣିଲା ପରେ ପୁରା କଷ୍ଟ ହେଉଥାଏ, ସୁବିଧା ହେଉନଥାଏ। ଏଇପଟେ ହାଣି ନା ଏଇପଟେ ହାଣି ଆଉ କୁରାଡ଼ି ଥିଲା ଛୋଟିଆ କୁରାଡ଼ି ଆଉ ସୁବିଧା ହେଉନି ଗଛ ଉପରେ ବାଇଛନ୍ତି ତ ଗଳି ପଡ଼ିବୁ ନା। ଆଉ ଭାଇ ମହୁ ଖାଇବୁ ନା ଜୀବନ ଖାଇବୁ, କଷ୍ଟ ଭାରି କୁହନି। ଆଉ ସେଇପଟେ ଥିଲା ଗୋଟେ ତାର ଉପରୁ ସେଇପଟେ ଗୋଟେ ଗଲା ବର୍ଷ କ'ଣ ଆର ବର୍ଷ ଥିଲା ସେଇପଟେ କାଢ଼ିକି ନେଇଥିଲା। ସେଇପଟେ କରଡ଼ା ଦୁଶୁଥିଲା ଆଉ ଶୁଭୁଥିଲା ଏପଟେ ପେଁ ପେଁ ପେଁକିନା ଭଅଁର ଗୁରା। କ'ଣ କରିବା, ଏଇପଟେ ତ ଶୁଭୁଛି ଏଇପଟେ ତ ପୁରା ଗାତ ଅଛି ଆଉ କାଢ଼ି ହେବନି। ହାଣିଦେଲା ପରେ ବାପା ଏମିତି କହିଲେ କୋଉ ପଟେ ଅଛି ମୁଁ ଟିକେ ଦେଖେ ତ। ଆଉ ଦେଖିକି ଟିକେ ଆସୁଛି ହେଲା ହାଣିନି ହେଲେ କହିଲେ ଉପରକୁ ଆସିଲେ ବାପା ଆଉ ଦେଖିଲେ କୋଉ ପଟେ ହାଣୁଛି ହେଲେ କୋଉ ପଟେ ଅଛି ମୁଁ ଜଣା ପଡୁନି କିଛି। ଏଇପଟେ ଶୁଭୁଛି ହେଲେ କୋଉ ପଟେ ଥିବ କେଜାଣି। ବାପା କହିଲେ ଏଇ ଜାଗାରେ ହାଣେ ଆଉ ଏଇ ଜାଗାରେ ହାଣିଲେ ବୋଧେ ଥିବ ଏଇପଟେ ଥିବ ଲାଗୁଛି ମତେ। ମୁଁ କହୁଛି ନା ନା ତମ ରାଇଟ୍ ସାଇଡରେ ଅଛି ମହୁଟା
ଏଇପଟେ ନାଇଁ ଏଇପଟେ ହାଣିବା କଥା। ବାବା କହୁଛନ୍ତି ସେ ଉପରେ ଯୋଉ ବାହାରିନି କାଠଟା ସେଟା ହାଣି ପକାଇଲେ। ମୋ ସାମ୍ନାରେ ଯୋଉ ଅଛି କାଠ ହାଣି ପକା। ମୁଁ କହିଲି ନାଇଁ ଥାଉ, ଏଇ ଜାଗା ତ ନାଇଁ, ଏଇ ଜାଗାରେ ହାଣି ଦେଖିବା କଣ ହଉଛି। ତାହେଲେ ହାଣିଦେଲି ଆଉ ଦେଖୁଛି କୋଉ ପଟେ ହାଣି ହେଲେ ସୁବିଧା ହଉନି ଭାଇ, ଭାରି ଟେନସନ ଲାଗେ, ବିଜାରିଆ ଲାଗିଲାଣି। ହାଣି ପୁରା ହଁ କରଟା ଦୁଶିଲା, ମହୁଟା ଦୁଶିଲା ରେ ଏଥର ଆଉ ଥର ଦୁଶିଲା ମହୁ ଆଉ ବାହାରି ଯିବ ଆଉ ଦେଖିଆ ହାଣିଆ। ତ ବାବା କହୁଛନ୍ତି ଏଇପଟେ ହାଣେ, ବାବା ଦେଖୁଛନ୍ତି ଆଉ ରେକର୍ଡ ହଉଛି ଏଇପଟେ। କାହିଁକି ନା ମୁଁ ସେଠି ମାଇକ୍ ଲଗେଇଥିଲି, ଆଉ ମାଇକ୍ ର କି ମୋ ମାଇକ୍ ଟା ମାନେ କାମ କଲାନି ତ ମୁଁ ଭିଡିଓ ପଛପଟେ ଆଉ ଭଏସ୍ ଟା ଦେଇଛି, ଆଉ ଆପଣ ମାନେ ବୁଝି ଯାଆନ୍ତୁ ବୋଲି। ଆଉ କିଛି ମୋ ଅନୁସାରେ ମୁଁ ଯୋଉଟା ବି କହିଦେଲି, ମୁଁ ଦେଖିଲି ମହୁଟା ଦୁଶୁଥିଲା ଆଉ ଏଇପଟେ ହାଣି ବୋଲି ଭାବିଲି। ଏଇପଟେ ସୁବିଧା ହବନି ଯାହା ଲାଗୁଛି। ସୁବିଧା ହଉନଥାଏ ତ ବାପା ଏମିତି କାଠ ଗୁରା ରଖିଦେଲେ। ମୁଁ କହିଲି ଏଇପଟେ ହାଣିବି, ଏଇପଟେ ଠିଆ ହେଇଯିବି, ହାଣି ହେଲେ ବି ସୁବିଧା ହଉନି ତ କେମିତି ଠିଆ ହେଇଯିବି ଆଉ ହଉନି ଭାଇ। ମୋ ଭଅଁର ଗୁରା ବାହାରି ପଡିଲାଣି, ଏଇଟା ଟିକେ ହାଣିଦେଇ ଆଉ ଟିକେ ହାଣିଦେଲେ ବାହାରି ପଡିବ। ଆଉ ଦୁଶୁଥାଏ ମହୁଟା, ଆଉ ଦେଖିଦେଲେ ଟିକେ ତ ଏଇପଟେ ଟିକେ ହାଣିଦେଲେ କାଢିବାକୁ ସୁବିଧା ହଉନଥାଏ। ଆଉ ଯୋଉଟା କାଢିବାକୁ ପୁରା ଭାଙ୍ଗି ପୁରା ଟୁକୁରା ହେଇକି ଭାଙ୍ଗି ଯାଉଥିଲା, ଯୋଉଟା କି ରସ ଥିବ, ମହୁଟା ଯୋଉଟା କୁହନ୍ତି ଅରିଜିନାଲି, ସେଇଟା ଗୋଟେ ଭାଙ୍ଗି ତଳେ ପଡିଲେ ଆଉ ତାକୁ କିଛି କୋଉଠି ରଖି ହବନି। ଆଉ ତାକୁ ମାଟି ମୁଟା ଲାଗିଗଲେ ଭିତରେ ଗୁରା ମାଟି ଗୁରା ଥିଲା ନା, ପୁରା କରଡ଼ ହେଇଯାଇଥିଲା। ଆଉ ଦୁଶୁଛି କିରେ, ଆଉ ଦୁଶୁଛି ଯେ କାଢି ହଉନି, ସୁବିଧା ତ ଟିକେ ମୁଁ କାଢୁଛି, ବାହାରି ପଡିଲା ଆଉ ଟିକେ ବାହାରି ପଡିଲା। ତ କହିଲେ ବାବା ନିଅ ଏଇଟା ଆଉ ପତ୍ର ଗୋଟେ ଦିଅ, ନହେଲେ କଣ ଗୋଟେ ନିଅ ଧର କ୍ୟାଚ କର। ମୁଁ କହିଲି ଆଉ ତାର ନାଇଁ, ପତ୍ରଟା ଦେଇଥିଲେ, ପତ୍ରଟା ଦେଲା ବେଳେ ପତ୍ର ମୁଁ ପକେଇଦେଲି, ହେଲେ ଟିକେ ଦେଖ କେମିତି